ସ୍ୱାଗତମ୍। ଆଜି ଆମେ ଓଡ଼ିଆ ସାହିତ୍ୟର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କୃତି ବିଷୟରେ ଟିକେ ଗଭୀରକୁ ଯିବା। ନମସ୍କାର। ଆମ ପାଖରେ ଯୋଉ ବିଶ୍ଳେଷଣ ଅଛି ସେଇ ଆଧାରରେ ଆମେ କଥା ହେବା ସ୍ୱାଭାବିକ କବି ଗଙ୍ଗାଧର ମେହେରଙ୍କ କବିତା କଲ୍ଲୋଳ ଉପରେ। ହଁ, କବିତା କଲ୍ଲୋଳ ନାଁଟା ହିଁ କେତେ ସୁନ୍ଦର ନା, କବିତାର ତରଙ୍ଗ। ଏକଦମ। ଏ ନାଁ ଭିତରେ ହିଁ ବୋଧେ ବହୁତ କିଛି ଲୁଚି ରହିଛି। ଆଜି ଆମର ଲକ୍ଷ୍ୟ ହେଲା ଏହାର ମର୍ମ କ'ଣ, ଏହାର ଯୋଉ ଦାର୍ଶନିକ ଦିଗ ଆଉ ସାହିତ୍ୟରେ ଏହାର ସ୍ଥାନ କ'ଣ ସେଇଟା ବୁଝିବା। ନିଶ୍ଚିତ ଭାବରେ। ଦେଖନ୍ତୁ, ଗଙ୍ଗାଧର ମେହେର ତ ଓଡ଼ିଆ ସାହିତ୍ୟର ଜଣେ ସ୍ତମ୍ଭ ଭଳି। ହଁ, ସତ୍। ତାଙ୍କ ଲେଖାରେ ଓଡ଼ିଶାର ମାଟି, ମଣିଷ, ପ୍ରକୃତି ସବୁ ଯେମିତି ଜୀବନ୍ତ, କିନ୍ତୁ କବିତା କଲ୍ଲୋଳ ଟିକେ ଅଲଗା। କେମିତି ଅଲଗା? ମାନେ ଏଇଟା ଖାଲି ଗୋଟେ କାବ୍ୟ ବା କାହାଣୀ ନୁହେଁ। ଏହା ଭିତରେ କବିତା ଲେଖିବାର ପ୍ରକ୍ରିୟା, କବିର ନିଜ ଭିତରର ଯୋଉ ଦ୍ୱନ୍ଦ୍ୱ, ହଁ। ଆଉ ସମାଜରେ ଜଣେ ସ୍ରଷ୍ଟାର ସ୍ଥିତି କ'ଣ, ସେ ବିଷୟରେ ବହୁତ ସୂକ୍ଷ୍ମ ଭାବରେ କୁହାଯାଇଛି। ଗୋଟେ ପ୍ରକାରେ କବିତାର ଦର୍ଶନ ଏଥିରେ ଅଛି। ଆଚ୍ଛା, ତାହେଲେ ଚାଲନ୍ତୁ ଆଉ ଟିକେ ଭିତରକୁ ଯିବା। ପ୍ରଥମେ ଯଦି ଆମେ ଦେଖିବା ଏହାର ମୁଖ୍ୟ କଥା ବା ଥିମ୍ଟା କ'ଣ। ହଁ, ବିଶ୍ଳେଷଣ କହୁଛି ଏଥିରେ କାବ୍ୟିକ କଳ୍ପନା, ତାର ସୌନ୍ଦର୍ଯ୍ୟ, ତାର ଛନ୍ଦ ଏସବୁର କଥା ଅଛି। ହଁ, ସେଇଟା ତ ମୂଳ। କିନ୍ତୁ ତା ସହିତ କବିର ନିଜ ଦୁନିଆ, ମାନେ ଭିତର କଥା, ଯେମିତି ତାଙ୍କର ଭାବନା, ସ୍ୱପ୍ନ, ଆଶା ଆଉ ସେ ଯୋଉ ସଂଘର୍ଷ ଭିତରେ ସେ ବଞ୍ଚୁଛନ୍ତି ସେସବୁ। ଏକଦମ ଠିକ୍ କହିଲେ। ଆଉ ସେଇ ଭିତର ଦୁନିଆର ସବୁଠୁ ବଡ଼ ଦ୍ୱନ୍ଦ୍ୱଟା ହେଉଛି, ମତେ ଲାଗେ, କଳା ଆଉ ବାସ୍ତବତା ଭିତର ସଂଘର୍ଷ। କଳା ଆଉ ବାସ୍ତବତା। ହଁ, ଏଇଟା ହିଁ କବିତା କଲ୍ଲୋଳର ଗୋଟେ ମୁଖ୍ୟ ଆକର୍ଷଣ। କବି କେମିତି ନିଜର ସୃଜନଶୀଳତା, ନିଜର କଳା ପ୍ରତି ଯୋଉ ଟାଣ ଅଛି, ତାକୁ ବାସ୍ତବ ଜୀବନର ଦାୟିତ୍ୱ, ଦିନବେଳା ଚଳିବାର ଯୋଉ କଷ୍ଟ, ତା ସହିତ ମିଶେଇକି ଚାଲିବାକୁ ଚେଷ୍ଟା କରୁଛନ୍ତି। ସେ ସନ୍ତୁଳନଟା ରଖିବାକୁ ଯୋଉ ସଂଘର୍ଷ। ଏଇଟା ତ ବୋଧେ ସବୁ କଳାକାରଙ୍କର କାହାଣୀ ନା, ଖାଲି ସେତେବେଳାର ନୁହେଁ, ଆଜି ବି। ନିଶ୍ଚୟ, ଏକପଟେ ସୃଷ୍ଟି କରିବାର ଆନନ୍ଦ, ଆଉ ଗୋଟେ ପଟେ ପେଟ ପାଇଁ ସଂଗ୍ରାମ। ଏଇ ଯୋଉ କଥାଟା କୁହାଯାଏ, ଭୌତିକ ଜୀବନ ଆଉ କଳାତ୍ମକ ଅନ୍ୱେଷଣ ଭିତରେ ସନ୍ତୁଳନ ରଖିବାର ସଂଘର୍ଷ, ସେଇଟା ଏଠି ପୁରା ସ୍ପଷ୍ଟ। ଆଚ୍ଛା, ଆଉ ଏଇ ସଂଘର୍ଷଟା ତ ଖାଲି ନିଜ ଭିତରେ ନଥିବ, ବାହାରେ ମାନେ ସମାଜରେ ବି ଏହାର ପ୍ରଭାବ ପଡୁଥିବ। ସମାଜ କେମିତି ଦେଖୁଥିଲା କବିଙ୍କୁ ବା ତାଙ୍କ କାମକୁ? ହଁ, ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ। ଦେଖନ୍ତୁ, ସମାଜର ଦେଖିବା କେବେ ବି ଗୋଟିଏ ପ୍ରକାର ନୁହେଁ, ଦୁଇଟା ଦିଗ ଥାଏ ସବୁବେଳେ। କେମିତି? ଗୋଟେ ପଟେ କିଛି ଲୋକ ଥାଆନ୍ତି ଯିଏ କବିଙ୍କ ପ୍ରତିଭାକୁ ବୁଝନ୍ତି, ତାଙ୍କ ଲେଖାକୁ ଭଲ ପାଆନ୍ତି, ପ୍ରଶଂସା କରନ୍ତି, ସମ୍ମାନ ଦିଅନ୍ତି। ସେମାନେ ଜାଣନ୍ତି କବିତା ଖାଲି ଶବ୍ଦ ନୁହେଁ, ସେଇଟା ସମାଜର ଆଇନା। କିନ୍ତୁ ଆରପଟେ ଗୋଟେ ବଡ଼ ବର୍ଗ ବି ଥାଆନ୍ତି ଯେଉଁମାନେ ଭାବନ୍ତି, ଆରେ ଏ କବିତା ଫବିତା ଲେଖିକି ଲାଭ, ଏଇଟା ତ ପଇସା ଦେଉନି, ଏଇଟା ଅବ୍ୟବହାରିକ କାମ, ଏଥିରେ କିଛି ଉତ୍ପାଦନ ହଉନି। ମାନେ ତାକୁ ଗୁରୁତ୍ୱହୀନ ଭାବନ୍ତି। ହଁ, ଅବହେଳା କରନ୍ତି, ଉପେକ୍ଷା କରନ୍ତି। ଆଉ ଏଇଟା ବେଳେବେଳେ କବିଙ୍କ ପାଇଁ ସେ ପେଟପାଟଣ ସଂଘର୍ଷଠୁ ବି ଅଧିକ କଷ୍ଟଦାୟକ ହେଇପାରେ। ଏଇ ଯୋଉ କଳା ପ୍ରତି ସମାଜର ଦ୍ୱୈତ ମନୋଭାବ, ଏକା ସାଙ୍ଗରେ ଆଦର ବି ପୁଣି ଅନାଦର ବି। ବାପରେ, ତାମାନେ କବିଙ୍କୁ ଏକାଥରେ ଦିଟା ଯୁଦ୍ଧ ଲଢ଼ିବାକୁ ପଡୁଛି। ଗୋଟେ ନିଜ ଭିତରେ କଳା ପାଇଁ ନା ବାସ୍ତବତା ପାଇଁ, ଆଉ ଗୋଟେ ବାହାରେ ସମାଜ ସହ ତାର ସ୍ୱୀକୃତି ପାଇଁ। ଏକଦମ। ଏଇ ପରିସ୍ଥିତି ତ ନିଶ୍ଚୟ ତାଙ୍କ ମନରେ ବହୁତ ଉଠାପକା ସୃଷ୍ଟି କରୁଥିବ, ଭାବନାର ଲହଡ଼ି ଭଳି। ବୋଧହୁଏ ସେଇଥିପାଇଁ ନାଟ କଲ୍ଲୋଳ। ବିଲକୁଲ। ଏଇଠି କଲ୍ଲୋଳ ଶବ୍ଦଟା ଖାଲି ଗୋଟେ ନାଁ ହେଇ ରହୁନି, ସେଇଟା ପୁରା କାବ୍ୟର ଆତ୍ମା ପାଲଟି ଯାଉଛି। କବିଙ୍କ ହୃଦୟ ସତେ ଯେମିତି ଗୋଟେ ସମୁଦ୍ର। ହଁ। ସେଠି ଆନନ୍ଦ, ଦୁଃଖ, ଆଶା, ନିରାଶା, ସ୍ୱୀକୃତି, ଅବହେଳା, ଏମିତି କେତେ ଲହଡ଼ି କି ତରଙ୍ଗ ସବୁବେଳେ ଉଠୁଛି, ପଡ଼ୁଛି। ଏଇ ଭାବଗତ କଲ୍ଲୋଳ ହିଁ ତାଙ୍କ ଲେଖାର ପ୍ରେରଣା, ପୁଣି ତାଙ୍କ ବ୍ୟକ୍ତିଗତ କଷ୍ଟର କାରଣ ବି। ଆଉ ଗଙ୍ଗାଧର ମେହେର ଏସବୁକୁ ପ୍ରକାଶ କେମିତି କରିଛନ୍ତି? ଏଇଠି ତାଙ୍କର ବିଶେଷତ୍ୱ। ଏତେ ଜଟିଳ କଥାକୁ ସେ କେତେ ସରଳ କିନ୍ତୁ କେତେ ମଧୁର, କେତେ ହୃଦୟକୁ ଛୁଇଁଲା ଭଳି ଭାଷାରେ କହିଛନ୍ତି। ଓଡ଼ିଆ ଭାଷାଟା ତାଙ୍କ ହାତରେ ଯେମିତି ନାଚି ଯାଇଛି। ହଁ, ତାଙ୍କ ଭାଷା ବହୁତ ସୁନ୍ଦର। ସାଧାରଣ ଲୋକ ବି ବୁଝିବେ, ପୁଣି ପଣ୍ଡିତ ଲୋକ ବି ତା ଭିତରେ ଗାଭୀରତା ପାଇବେ। ମଣିଷର ମନ କଥା ହେଉ କି ପ୍ରକୃତିର ଛୋଟ ଛୋଟ ଜିନିଷ, ସେ ଯୋଉଭଳି ଦେଖିଛନ୍ତି ଆଉ ଲେଖିଛନ୍ତି, ସେଟା ପାଠକକୁ ସିଧା ନେଇଯାଏ ତାଙ୍କ ଅନୁଭବ ପାଖକୁ। ଏଇ ଶୈଳୀ ପାଇଁ ତ କବିତା କଲ୍ଲୋଳ ଆଜି ବି ଏତେ ମହତ୍ତ୍ୱପୂର୍ଣ୍ଣ। ବାଃ, ବହୁତ ବଢ଼ିଆ ବିଶ୍ଳେଷଣ। କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି ମନକୁ। ଏତେ ସଂଘର୍ଷ, ଏତେ ଦ୍ୱନ୍ଦ୍ୱ, ଏତେ ମାନସିକ କଲ୍ଲୋଳ ଭିତରେ କିଛି ସମାଧାନ ମିଳୁଛି କି? ମାନେ ଶେଷକୁ କ'ଣ ହେଉଛି?
କବି କ'ଣ ହାର ମାନି ଯାଉଛନ୍ତି ନା କିଛି ବାଟ ବାହାରୁଛି? ହଁ, ଏଇଟା ଗୋଟେ ଜରୁରୀ ପ୍ରଶ୍ନ, ଆଉ ତାର ଉତ୍ତରରେ ହିଁ କବିତା କଲ୍ଲୋଳର ଆଶାବାଦ ଲୁଚି ରହିଛି। ଆଚ୍ଛା। ଦେଖନ୍ତୁ, ସବୁ ବାଧାବିଘ୍ନ, ସବୁ ଅବହେଳା, ସବୁ ଭିତରର ଛଟପଟ ସତ୍ତ୍ୱେ ଶେଷରେ କବିତା ହିଁ କବିଙ୍କ ପାଇଁ ସାହା ହେଉଛି। ସେଇଟା ହିଁ ତାଙ୍କୁ ବାଟ ଦେଖଉଛି। ହଁ, ତାମାନେ କବିତା ହିଁ ତାଙ୍କ ପାଇଁ ଢାଲ, ତାଙ୍କ ପାଇଁ ଆଲୁଅ। ଏକଦମ। କବିତା ଖାଲି ବାଟ ଦେଖଉନି, ସେଇଟା ତାଙ୍କୁ ଏ ପାର୍ଥିବ ଦୁନିଆର କଷ୍ଟରୁ ଉପରକୁ ଉଠିବାର ଶକ୍ତି ବି ଦଉଛି। ମାନେ କଳା ହିଁ କଳାକାରକୁ ମୁକ୍ତି ଦଉଛି। ଓହୋ। ସେ ଯୋଉ ସୃଷ୍ଟି କରୁଛନ୍ତି, ସେଇ ପ୍ରକ୍ରିୟାଟା ହିଁ ତାଙ୍କ ପାଇଁ ଗୋଟେ ପୁରସ୍କାର ପାଲଟି ଯାଉଛି। ଆଉ ସେ ଯାହା ସୃଷ୍ଟି କରିଗଲେ ସେଇଟା ତାଙ୍କୁ ଅମର କରିଦଉଛି। ସମାଜ ହୁଏତ ତାଙ୍କୁ ଜୀବନକାଳରେ ସେତେ ପଚାରିନି, କିନ୍ତୁ ତାଙ୍କ କବିତା ତାଙ୍କୁ ଯୁଗ ଯୁଗ ପାଇଁ ବଞ୍ଚେଇ ରଖିଛି। ଏଇଟା ହିଁ ତ କଳାର ଶକ୍ତି ନା। ନିଶ୍ଚୟ। ତାହେଲେ ଯଦି ଆମେ ପୁରା କଥାଟାକୁ ଏକାଠି କରି ଦେଖିବା, ଏହାର ବଡ଼ ବାର୍ତ୍ତା ବା ମେସେଜ କ'ଣ ଶିଖଉଛି ଆମକୁ କବିତା କଲ୍ଲୋଳ? ଯଦି ଆମେ ବଡ଼ ଚିତ୍ରଟାକୁ ଦେଖିବା, ଏହାର ବାର୍ତ୍ତା ବହୁତ ଗଭୀର। ପ୍ରଥମ କଥା ହେଲା, ଏଇଟା ଜୋର ଦେଇ କହୁଛି ଯେ କବିତା ବା କଳା ଏସବୁ ଖାଲି ସମୟ କାଟିବା ଜିନିଷ ନୁହେଁ। ହଁ। ଏଇଟା ଜୀବନର, ସତର ଆଉ ମଣିଷର ଅନୁଭୂତିର ପ୍ରତିଫଳନ। ଏଇଟା ଆମକୁ ନିଜକୁ ଆଉ ଆମ ପାଖାପାଖି ଦୁନିଆକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରେ। ଠିକ୍। ଦ୍ୱିତୀୟ କଥା, କବିର ଯୋଉ ସଂଘର୍ଷ, ସେଇଟା ଖାଲି ଜଣେ କବିର କଥା ନୁହେଁ। ମାନେ ଯିଏ ବି ନିଜ ମନ କଥା ଶୁଣି ନିଜ ସ୍ୱପ୍ନ ପଛରେ ଗୋଡ଼ାଏ, ଯିଏ ସାଧାରଣ ରାସ୍ତା ଛାଡ଼ି କିଛି ନୂଆ କରିବାକୁ ଚାହେଁ, ସେ କଳାକାର ହଉ, ବୈଜ୍ଞାନିକ ହଉ କି ସମାଜସେବୀ, ସମସ୍ତଙ୍କୁ ଏମିତି ପ୍ରତିରୋଧର, ଏମିତି ଅବୁଝାମଣାର ସାମ୍ନା କରିବାକୁ ପଡ଼ିପାରେ। ଏଇଟା ସେଇ ସବୁ ଲୋକଙ୍କ ସଂଘର୍ଷର ପ୍ରତୀକ। ବୁଝିଲି। ଆଉ ସମାଜର କ'ଣ ଭୂମିକା ରହିବା କଥା ସେ ବିଷୟରେ କିଛି କହୁଛି? ନିଶ୍ଚୟ। ତୃତୀୟରେ, ଏଟା ସମାଜ ପାଇଁ ଗୋଟେ ଆହ୍ୱାନ। ଖାଲି କଳାକୁ ସହିଗଲେ ହବନି, ତାର ପ୍ରକୃତ ମୂଲ୍ୟ ବୁଝିବାକୁ ପଡ଼ିବ, ତାକୁ ସମ୍ମାନ ଦେବାକୁ ପଡ଼ିବ, ସାହାଯ୍ୟ କରିବାକୁ ପଡ଼ିବ। କାହିଁକି? କାରଣ କଳା, ସାହିତ୍ୟ ହିଁ ଆମ ସଂସ୍କୃତିକୁ ବଞ୍ଚାଇ ରଖେ, ଆମର ନୈତିକତାକୁ ଦୃଢ଼ କରେ, ଆମକୁ ଭଲ ମଣିଷ, ଭଲ ସମାଜ ଗଢ଼ିବାକୁ ପ୍ରେରଣା ଦିଏ। ଆଉ ଶେଷରେ ସବୁଠୁ ବଡ଼ କଥା ହେଲା, ସୃଜନଶୀଳତାର ଶକ୍ତି ଅସୀମ। ତାକୁ ହୁଏତ କିଛି ସମୟ ପାଇଁ ଚାପି ଦିଆଯାଇପାରେ, କିନ୍ତୁ ତାର ପ୍ରଭାବ କେବେ ମରେନି। କଳାକାର ଚାଲିଯାଏ, କିନ୍ତୁ ତା କାମ ରହିଯାଏ, ସମୟକୁ, ପାର୍ଥିବ ଜିନିଷକୁ ପାର କରି ବଞ୍ଚି ରହେ। କବିତା କଲ୍ଲୋଳ ନିଜେ ତାର ଗୋଟେ ବଡ଼ ଉଦାହରଣ। ବାସ୍ତବିକ ଏ ବିଶ୍ଳେଷଣ ପୁରା ଆଖି ଖୋଲିଦେଲା ଭଳି। କିନ୍ତୁ ଗୋଟେ କଥା ମନକୁ ଆସୁଛି, ଏହାକୁ ଆଜିର ଦୁନିଆ ସହ କେମିତି ଯୋଡ଼ିବା? ଗଙ୍ଗାଧର ମେହେର ତ 100 ବର୍ଷର ଅଧିକ ସମୟ ତଳେ ଲେଖିଥିଲେ। ଆଜି ଏ ଯୋଉ ଡିଜିଟାଲ ଯୁଗ, ସବୁ କେତେ ଜଲ୍ଦି ବଦଳୁଛି। ଏପରିକି AI ମାନେ ବି କବିତା ଲେଖିଲେଣି। ଏମିତି ସମୟରେ କବିତା କଲ୍ଲୋଳ କେତେ ପ୍ରାସଙ୍ଗିକ? ମୋତେ ଲାଗୁଛି ଏହାର ପ୍ରାସଙ୍ଗିକତା ଆଦୌ କମିନି, ବରଂ ଆହୁରି ବଢ଼ିଯାଇଛି। ସତରେ? କେମିତି? କାରଣ ମେହେର ଯୋଉ ମୂଳ ପ୍ରଶ୍ନଗୁଡ଼ିକୁ ଉଠେଇଛନ୍ତି, କଳାକାରର ସଂଘର୍ଷ, ସମାଜର ଦୃଷ୍ଟିକୋଣ, କଳାର ମୂଲ୍ୟ, ସେଗୁଡ଼ାକ ଆଜି ବି ସେମିତି ଅଛି। ଆଜିର ଲେଖକ, କବି, ପେଣ୍ଟର, ଗାୟକ ସମସ୍ତେ ସେଇ ଏକା ପ୍ରକାର ସଂଘର୍ଷ କରୁନାହାନ୍ତି କି? ହଁ, ସେଇ ସ୍ୱୀକୃତି ପାଇବା ପାଇଁ। ସ୍ୱୀକୃତି ପାଇଁ ସଂଘର୍ଷ, ନିଜ କଳାରୁ ପେଟ ପୋଷିବା ପାଇଁ ସଂଘର୍ଷ, ବଜାରର ଚାପ ଆଗରେ ନିଜ କଳାକୁ ବଞ୍ଚେଇ ରଖିବା ପାଇଁ ସଂଘର୍ଷ। ସୋସିଆଲ ମିଡିଆରେ ହୁଏତ 100 ଲାଇକ୍ ମିଳିଯାଉଛି, କିନ୍ତୁ ପ୍ରକୃତ ବୁଝାମଣା, ପ୍ରକୃତ ସମ୍ମାନ, ସେଇଟା ଏବେ ବି କମ୍। ହଁ, ମୋତେ ତ ସେମିତି ଲାଗେ। ତେଣୁ ବାହାରଟା ବଦଳିଛି, କିନ୍ତୁ ଭିତର କଥାଟା, ସେଇ ମୂଳ ସଂଘର୍ଷଟା, ସେଇଟା ପ୍ରାୟ ସମାନ। ତାମାନେ ବାହ୍ୟ ପରିସ୍ଥିତି ବଦଳିଲେ ବି କଳାକାରର ଯୋଉ ଭିତର ଯାତ୍ରା ଆଉ ସମାଜ ସହ ତାର ଯୋଉ ସମ୍ପର୍କ, ତାର ମୂଳ ଚରିତ୍ରଟା ସେତେ ବଦଳିନି। ଠିକ୍ ସେଇଆ। ଆଉ ସେଇଥିପାଇଁ କବିତା କଲ୍ଲୋଳ ଏକ କାଳଜୟୀ କୃତି। ଏଇଟା ଖାଲି ଗୋଟେ ସାହିତ୍ୟ ବହି ହେଇ ରହିନି, ଏଇଟା କବିତା ଆଉ ସୃଜନଶୀଳତା ଉପରେ ଗୋଟେ ଗଭୀର ଦାର୍ଶନିକ ଚିନ୍ତନ ପାଲଟି ଯାଇଛି। ଏଇଟା ଆମକୁ ବାରମ୍ବାର ମନେ ପକାଇ ଦେଉଛି ଯେ ମଣିଷ ସଭ୍ୟତା ଆଗକୁ ବଢ଼ିବା ପାଇଁ କଳା, ସାହିତ୍ୟ, ନୂଆ ଚିନ୍ତାଧାରା କେତେ ଜରୁରୀ। ଯେତେବେଳେ ଆମେ ଖାଲି ଟେକ୍ନୋଲୋଜି ଆଉ ପଇସା ପଛରେ ଦୌଡ଼ୁଛୁ, ଏମିତି କୃତି ଆମକୁ ଟିକେ ଅଟକେଇ ଦିଏ, ଭାବିବାକୁ ବାଧ୍ୟ କରେ। ହଁ, ଆମେ କ'ଣ ହରାଉଛୁ ସେ କଥା ଭାବିବାକୁ। ଏକଦମ। କବିତା କଲ୍ଲୋଳ କବି ହୃଦୟର ସେଇ ଅସରନ୍ତି ତରଙ୍ଗ, ତାଙ୍କ ଖସି, ତାଙ୍କ ଦୁଃଖ, ତାଙ୍କ ସ୍ୱପ୍ନ, ତାଙ୍କ ସଂଘର୍ଷ ସବୁକୁ ଏତେ ସୁନ୍ଦର ଭାବରେ ଧରି ରଖିଛି। ଏକା ସାଙ୍ଗରେ ଏହା ଗଭୀର ଭାବେ ବ୍ୟକ୍ତିଗତ, ପୁଣି ସମସ୍ତଙ୍କ ପାଇଁ, ପୁରା ମାନବ ସମାଜ ପାଇଁ ଏକ ସମ୍ପଦ। ବାସ୍ତବିକ ବହୁତ ପ୍ରେରଣାଦାୟକ ଆଲୋଚନା ହେଲା। ଆମେ ବି ପ୍ରାୟ ଶେଷକୁ ଆସିଲେଣି।
ତେବେ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତାର ଖିଅ ଛାଡ଼ି ଦେଇଯିବା। ହଁ, ନିଶ୍ଚୟ। ଗଙ୍ଗାଧର ମେହେରଙ୍କର କବିତା କଲ୍ଲୋଳ ଭିତରେ ଆମେ କବିଙ୍କର ସଂଘର୍ଷ ଦେଖିଲେ, କଳାର ମୂଲ୍ୟ ବୁଝିଲେ, ସମାଜ କେମିତି ଦେଖେ ସେ କଥା ବି ଜାଣିଲେ। ତେବେ ଏସବୁକୁ ମନରେ ରଖି